ପିଟି କରିବା ମୋ ଅଭ୍ୟାସ। अरे ହଁ ଗନ୍ଧର୍ବ ବାବୁ ଆଜ୍ଞା ହେଇନା ମୁଁ ତମ କଥା କହୁଥିଲି। ହଁ ମୋ କଥା କାହିଁକି କହୁଥିଲେ? ମୁଁ ତ କେତେ ଭଲ ଭଲ ପ୍ରସ୍ତାବ ଆଣିକି ଦଉଛି, ହେଲେ ବାବୁ ପରା ସବୁ ମନା କରିଦଉଛନ୍ତି। ହେଲେ ମୁଁ କଣ କରିବି? ବାବୁ ନୁହେଁ ଆଜ୍ଞା ବାହାଘର ବିଷୟରେ ଏଥର ମୁଁ କଥା ହେବେ। ତମେ ହେ ତୋର ମୁରବି ନଏ ଯେ ଛଇକେ ତା କହିଦେବ ଅଖନ୍ଦର ଭିତରେ ଏଇଟା ମୋ ପୁଅର ବାହାଘର ହେଇପାରିବନି। ମୁଁ କହୁଥିଲି ମମି ମୁଁ କହୁଛି ମୋ ପୁଅର ବାହାଘର ହବ। ମୋ ମା କହୁଛି ମାନେ କଣ କରିବ ଏଇଟା ତ କହି ସାରିଲା ଆଗ ତପତେ ପତ ଏବେ ମମି ବୋଲବା ମମି ମମି ମୋ ବାହାଘର ହବ ତାହେଲେ ତ ବଢିଆ ହବ। ତମେ ଏ ଘରର ମୁରବି ନୁହେଁ ତମେ ଏ ଘରର ମୁରବି ନୁହେଁ ଯେ ଝଇକେ ତା କହିଦେବ ଅଖନ୍ଦର ଭିତରେ ଏଇଟା ମୋ ପୁଅର ବାହାଘର ହେଇପାରିବନି। ମୁଁ କହୁଥିଲି ମୋ ପୁଅର ବାହାଘର ହବ। ମୋ ମା କହୁଛି ମାନେ ମୋ ବାହାଘର ହବ। ମୋ କନ୍ୟା ଦେଖିବାକୁ କେମିତିକା? ବହୁତ ସୁନ୍ଦର। ଫଟୋ ଆଣିଛ? ଆଣିଛି ନା ଆଉ। ଫଟୋ ଆଣିଛ? ହଁ କାଇଁ ଦେଖିବା? କାଇଁ ଦେଖିବା? ଜମିଦାର କହୁଛି ଆଜ୍ଞା ଝିଅଟା ବି ରୂପରେ ଗୁଣରେ ସାକ୍ଷାତ ଲକ୍ଷ୍ମୀ ଆଉ ଗୁଣ ଆଉ ତ ଝିଅ ଘର ଲୋକଙ୍କୁ ଆଜ୍ଞା କିନ୍ତୁ ବାହାଘର ପୂର୍ବରୁ ଝିଅ ଘର ଲୋକଙ୍କୁ ହଁ ସବୁ ସତ କଥା କହିବେ। ଆଜ୍ଞା ମୋ ପାଗଳ ପୁଅକୁ ସେମାନେ ଜୁଆଇଁ କରିବେ ନାହିଁ, କାହିଁକି ନା ପଛରେ ଯେମିତି ଏ କଥାଟା ନ ବାହାରୁ। ନା କେମିତି ଆଜ୍ଞା ସେ କଥା ମୁଁ ଅକ୍ଷରରେ ପାଳନ କରିବି। ତାହେଲେ ଆସୁଛି ଆଜ୍ଞା। ଆଜ୍ଞା ନମସ୍କାର। ହଁ ନମସ୍କାର। ଧନ୍ୟ କହିବ ମତେ ଧନ୍ୟ ଖାଇବ ମତେ। ନମସ୍କାର। ନମସ୍କାର ଆଜ୍ଞା।